ଜୟ। ना यह असंभव। गोटा हीन चांडाल को मोर कन्या पद्मावती विवाह कर न पारे। यही देख दूत, तुम सम्मुख तुम राजा प्रेरित पत्र को मुझे छिन्न भिन्न कर शतबार पदाघात करुछि। कौन है महाराज? उत्कल राजा पुरुषोत्तम मो निकट पत्र प्रेरण करिछि। उत्कल राजा कौन लिखछन्ति पत्र रे? तार एते दूर आस्पर्धा जे से पद्मावती को विवाह करियो पई मो निकट पत्र लिखिछि। पुरुषोत्तम आम कन्यार पाणी ग्रहण करिवे, यह तो हमर परम सौभाग्य स्वामी। ना, यह हमर दुर्भाग्य। राजकन्या कदापि गोटे चांडाल पाणी ग्रहण कर न पारे। क्रोध शांत करंतु स्वामी। पुरुषोत्तम हेउछन्ते उत्कलर ठाकुर राजा प्रभु जगन्नाथंकर परम भक्त। असाधारण तांकर व्यक्तित्व, तांको पछरे अछि जगन्नाथंकर अनंत आशीर्वाद। मोर अनुरोध रक्षा करंतु स्वामी। पद्मावती को तांको सहित विवाह दियंतु। ता नहले कोन हेबो? उत्तर दियो रानी। तुमे भूली जाउछ जे मु कांचीर नरपति, तुमर स्वामी आउ पद्मावतीर पिता। मोर शक्ति कौन तुम्हें जानिया? ना ना, आपण सेपरी कहतुनी स्वामी। जानी सुनी निजर सर्वनाश को डाकी आणतुनी। रानी धारुछि चरण आहे कंचीराण हे नए दासी गो हारी गो कन्यादान कर उत्कल राजा रे कन्यादान कर उत्कल राजा रे जामत पण रे पारी गो सिए परा गजपति तंका समके जोधारा आदि गो सिए परा गजपति। से परीक्षा रण क्षेत्र रे पुरुषोत्तम बाहुरे जदि शक्ति थाए ताले से रणागने अवतीर्ण हेउ। बिना कारण रे निरीहासायना अकाल रे देवे प्राण गो एहा द्वारा तुमे की जसार्थिब एहा द्वारा तुमे की जसार्थिब रहिब की बड़ पण गो संधि पत्र लिखिबारे दिया पठाई दूत स्थारी गो संधि पत्र लिखिबारे। ना, मोर निष्पत्ति शेष निष्पत्ति। तुमे जाओ दूत, तुमर से हीन चांडाल राजा को कह बामन होई स्वर्गर चांद धरिबा को हाथ बढ़ाइबा केवल पागलामीर परिचय। जाओ, मु पुरुषोत्तम को युद्धर आह्वान देउछि। ଯୁଦ୍ଧ ସୁନିଶ୍ଚିତ ହେବ ମହାରାଜ, ଆପଣ ପ୍ରସ୍ତୁତ ହୁଅନ୍ତୁ। दूत, तुमे मते चेतावनी देउछ। जाओ, चली जाओ एठाउ, नचेत मो हस्तर शाणित तरबारी तुमको कदापि क्षमा देब नहीं। जाओ। आपण प्रकृतिस्थ हुअन्तु महाराज। दूत को बध करबा क्षत्रियर नीति विरुद्ध। जाओ दूत, अविलंब स्थान परित्याग कर। ବେଶ, ମୁଁ ଆସୁଛି। ପ୍ରଣାମ। स्वामी आउ थोड़े चिंता करी देखंतु, पुरुषोत्तम आम कन्या पई अनुपयुक्त नुहंती। रानी आपण दूत हस्ତରେ तांको निकटକୁ पत्र प्रेरण करंतु। शुभ लग्न देखि तांको कन्यादान करी निजर गौरव रक्षा करंतु। अर्थात मु पुरुषोत्तम को निकट रे क्षमा मागिबी ना?
ଏହା ଅସମ୍ଭବ। ଚାଣ୍ଡାଳ ପରି ଯିଏ ରଥରେ ଛେରା ପହଁରା କରୁଛି ତାକୁ ଜାମାତ ରୂପେ ବରଣ କରିବି ମୁଁ? ତାର କାର୍ଯ୍ୟକଳାପ ସ୍ମରଣ କଲେ ଘୃଣାରେ ମଥା ଅବନତ ହୋଇଯାଏ। ଏ ବିବାହକୁ ମୁଁ କଦାପି ସ୍ୱୀକୃତି ଦେଇପାରିବିନି ରାଣୀ। ସ୍ୱାମୀ ସୃଷ୍ଟିରେ ପରିବର୍ତ୍ତନ ଆସିପାରେ, କିନ୍ତୁ ରାଜା ପଲ୍ଲବ ତା ବାକ୍ୟରେ ଅଟଳ ଆଉ ଅଚଳ। ସ୍ୱାମୀ ବହି ଯାଉ ପଛେ କାବେରୀ ଉଜାଣି ଟଳି ଯାଉ ପଛେ ଗିରି ଖସି ପଡୁ ପଛେ ଚନ୍ଦ୍ର ସୂର୍ଯ୍ୟ ଦୁଇ ଆକାଶର ବୁକୁ ଚିରି ଅବସନ୍ତେ ପଛେ ମଳୟ ବହିବ ଘର କନ କାଳେ କୋକିଳ ଗାଇବ ଅବସନ୍ତେ ପଛେ ମଳୟ ବହିବ ଘର ଘନ କାଳେ କୋକିଳ ଗାଇବ କିନ୍ତୁ ମୋ ପ୍ରତିଜ୍ଞା ଅଟଳ ରହିବ କିନ୍ତୁ ମୋ ପ୍ରତିଜ୍ଞା ଅଟଳ ରହିବ ମନ୍ଦରଗିରି ପରି ବହି ଯାଉ ପଛେ କାବେରୀ ଉଜାଣି ଟଳି ଯାଉ ପଛେ ଗିରି ହାର ଏକହୀନ ଚଣ୍ଡାଳ ହସ୍ତରେ କନ୍ୟା ସମର୍ପିବି କେଉଁ ହିସାବରେ ହାର ଏକହୀନ ଚଣ୍ଡାଳ ହସ୍ତରେ କନ୍ୟା ସମର୍ପିବି କେଉଁ ହିସାବରେ ଦିଅ ନାହିଁ ଆଉ ଉପଦେଶ ମୋତେ ଦିଅ ନାହିଁ ଆଉ ଉପଦେଶ ମୋତେ ଚାଲି ଯାଅ ଅନ୍ତପୁରୀ ବହି ଯାଉ ପଛେ କାବେରୀ ଉଜାଣି ଟଳି ଯାଉ ପଛେ ଗିରି। ଏହା ଯଦି ଆପଣଙ୍କର ଶେଷ କଥା ତେବେ ମୋର ଆଉ କିଛି କହିବାର ନାହିଁ ସ୍ୱାମୀ। କିନ୍ତୁ କିନ୍ତୁ ମୋ ଚତୁର୍ଦିଗରେ କେବଳ ଅଶୁଭ ସ୍ୱପ୍ନ ଦେଖିବାକୁ ପାଉଛି। ଦକ୍ଷିଣ ନୟନ ଘନ ଘନ ସ୍ଫୁରୁଛି। ଯୁଦ୍ଧର ପରିଣାମ କ'ଣ ହେବ କିଏ ଜାଣେ? ଆପଣଙ୍କର ଯଦି କିଛି ହେଇଯାଏ ବୈଦବ ଯନ୍ତ୍ରଣ ମୁଁ ସହ୍ୟ କରିପାରିବିନି ସ୍ୱାମୀ, ମୁଁ ସହ୍ୟ କରିପାରିବିନି। ଆପଣଙ୍କୁ ଛାଡ଼ି ମୁଁ କଦାପି ବଞ୍ଚି ପାରିବି ନାହିଁ ସ୍ୱାମୀ, ମୁଁ ବଞ୍ଚି ପାରିବି ନାହିଁ। ଏହି ସାମାନ୍ୟ କଥା ପାଇଁ କାଞ୍ଚିର ମହାରାଣୀଙ୍କ ନୟନର ଅଶ୍ରୁ? ସେ ଆଶଙ୍କା ମନରୁ ଦୂରେଇ ଦିଅ ପ୍ରିୟ। ଯୁଦ୍ଧରେ ଜୟ ଆମର ସୁନିଶ୍ଚିତ। ଆସ, ତୁମେ ବହୁତ କ୍ଳାନ୍ତ ହୋଇ ପଡ଼ିଛ, ଅନ୍ତପୁରେ ବିଶ୍ରାମ ନେବ ଆସ। ନା, ବିଶ୍ରାମ ନେବାର ସମୟ ଏ ନୁହେଁ ମନ୍ତ୍ରୀ। ଦୂତ ଠାରୁ କାଞ୍ଚି ରାଜାର ଆସ୍ପର୍ଦ୍ଧା ଶୁଣିଲା ତ? ଜଗତର ନାଥ ଜଗନ୍ନାଥଙ୍କ ରଥରେ ଛେରା ପହଁରା କରେ ବୋଲି ମୁଁ ପୁଣି ହୀନ ଚାଣ୍ଡାଳ? ଏହା ଶୁଣିଲା ପରେ ହୃଦୟ ମୋର ବିଦାରିତ ହେଉଛି ମନ୍ତ୍ରୀ। ବକ୍ଷ ଫଟାଇ ଉଠି ଆସୁଛି ଉଷ୍ମ ଦୀର୍ଘଶ୍ୱାସ। ମୁଁ ନିଶ୍ଚୟ ଏ ଅପମାନର ପ୍ରତିଶୋଧ ନେବି ମନ୍ତ୍ରୀ, ମୁଁ ନିଶ୍ଚୟ ଅପମାନର ପ୍ରତିଶୋଧ ନେବି। ଏ ହୀନ ଚାଣ୍ଡାଳ ବାହୁର ଶକ୍ତି ମୁଁ କାଞ୍ଚି ରାଜାକୁ ଦେଖାଇ ଦେବାକୁ ଚାହେଁ ମନ୍ତ୍ରୀ। ତୁମେ ଯାଅ, ଅବିଳମ୍ବେ ଯୁଦ୍ଧର ଆୟୋଜନ କର। ଆଉ ପଦ୍ମାବତୀକୁ ଆଣି କ'ଣ କରିବେ ମଣିମା? ଶତ୍ରୁର କନ୍ୟାକୁ ତ ରାଜରାଣୀ କରିବି ନାହିଁ, ତାକୁ ମୁଁ ହଁ ଶୁଣ ମନ୍ତ୍ରୀ, ଆଦେଶ କରନ୍ତୁ ଛାମୁ। ଯାଅ ଯାଅ ମନ୍ତ୍ରୀ ବର ରଣ ଥାଟ ସାଜ ହେ ଯାଅ ଯାଅ ମନ୍ତ୍ରୀ ବର ରଣ ଥାଟ ସାଜ ହେ କାଞ୍ଚି ଅଭିମୁଖେ ଯୁଦ୍ଧ ଯାତ୍ରା ହେବ ଆଜ ହେ ଯାଅ ଯାଅ ମନ୍ତ୍ରୀ ବର ରଣ ଥାଟ ସାଜ ହେ। ଗଜାରୋହି ଅଶ୍ୱାରୋହି ପଦାତିକ ସୈନ୍ୟ ନେଇ ଗଜାରୋହି ଅଶ୍ୱାରୋହି ପଦାତିକ ସୈନ୍ୟ ନେଇ ଚାଲ ଅସ୍ତ୍ର ଧମକାଇ କର ବୀର କାର୍ଯ୍ୟ ହେ ଯାଅ ଯାଅ ମନ୍ତ୍ରୀ ବର ରଣ ଥାଟ ସାଜ ହେ। ବଜାଅ ସମର ଭେରି ଗଡ଼େ ଜଗା ଅପ୍ରହାରୀ ବଜାଅ ସମର ଭେରି ଗଡ଼େ ଜଗା ଅପ୍ରହାରୀ ଦେଖାଅ ପଲବେ ଉତ୍ତଳୀୟ ବଳ ବୀର୍ଯ୍ୟ ହେ ଯାଅ ଯାଅ ମନ୍ତ୍ରୀ ବର ରଣ ଥାଟ ସାଜ ହେ। କାଞ୍ଚିର ରାଜନନ୍ଦିନୀ ପଦ୍ମାବତୀ କନ୍ୟା ଆଣି କାଞ୍ଚିର ରାଜନନ୍ଦିନୀ ପଦ୍ମାବତୀ କନ୍ୟା ଆଣି ଚାଣ୍ଡାଳକୁ ବିବାଦିଆ ପୁରୁ ମନ ସାଦ ହେ ଯାଅ ଯାଅ ମନ୍ତ୍ରୀ ବର ରଣ ଥାଟ ସାଜ ହେ ଯାଅ ଯାଅ ମନ୍ତ୍ରୀ ବର ରଣ ଥାଟ ସାଜ ହେ। ଆପଣଙ୍କ ଆଦେଶ ଅବିଳମ୍ବେ ପାଳିତ ହେବ ମହାରାଜ। ମୁଁ ସେନାପତିଙ୍କୁ ମଣିମାକୁ ଆଦେଶ ଜଣାଇ ଦେଉଛି। କିନ୍ତୁ 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 ପୁଣି କ'ଣ? କାଞ୍ଚିର ବିରାଟ ସେନାବାହିନୀ ତୁଳନାରେ ଉତ୍କଳର ସେନାବାହିନୀ ଅତି କମ୍।
ତେଣୁ ମନରେ ସନ୍ଦେହ ଉପୁଜୁଛି ମହାରାଜ। କିନ୍ତୁ ଉତ୍କଳ ସେନାମାନଙ୍କର ରଣକୌଶଳ ନିକଟରେ କାଞ୍ଚିର ବିରାଟ ସେନାବାହିନୀ ଅତି ତୁଚ୍ଛ। ମୁଁ ଯୁଦ୍ଧ ପାଇଁ ପ୍ରସ୍ତୁତ ମନ୍ତ୍ରୀ। ମୋ ଶରୀରରେ ବିନ୍ଦୁଏ ରକ୍ତ ଥିବା ପର୍ଯ୍ୟନ୍ତ ମୁଁ ଯୁଦ୍ଧ କରିବି, ଆଉ ଦେଖାଇଦେବି ଠାକୁର ରାଜାକୁ ଚାଣ୍ଡାଳ କହି ଅପମାନ ଦେଲେ ତାର ପରିଣାମ କିପରି ଭୟଙ୍କର ହୁଏ। ତୁମେ ଯାଅ, ଆଦେଶ ପାଳନ କର। ଅପରାଧ ପାଇଁ ଅଧମକୁ କ୍ଷମା କରିଦେବେ ମଣିମା। ଆପଣ ପ୍ରସ୍ତୁତ ହୁଅନ୍ତୁ। ହଁ ହଁ ରାଣୀ, ମୁଁ ନିଜେ ଯୁଦ୍ଧକୁ ଯିବି। ମୁଁ ବୀର, ଏ ଶରୀରରେ କ୍ଷତ୍ରିୟର ରକ୍ତ ପ୍ରବାହିତ। ଶତ୍ରୁକୁ ଭୟ କରି ତୁମର ପଣତ ତଳେ ଆତ୍ମଗୋପନ କରିବି? ନା, ଏହା ଅସମ୍ଭବ। ମୋ ମନରେ ପାପ ଛୁଉଁଛି ମହାରାଜ। ଉତ୍କଳ ସେନାବାହିନୀ ଅଳ୍ପ ହେଲେ ମଧ୍ୟ ଅସାଧାରଣ ସେମାନଙ୍କର ରଣକୌଶଳ। ପୁରୁଷୋତ୍ତମଙ୍କ ପଛରେ ରହିଛି ପ୍ରଭୁ ବଳରାମ ଆଉ ଜଗନ୍ନାଥଙ୍କର ଅନନ୍ତ ଆଶୀର୍ବାଦ। ମୁଁ ପୁଣି ଥରେ ଆପଣଙ୍କ ପାଦ ଧରି ଆକୁଳ ମିନତି କରୁଛି ସ୍ୱାମୀ, ଆପଣ ପୁରୁଷୋତ୍ତମଙ୍କ ସହିତ ସନ୍ଧି ସ୍ଥାପନ କରନ୍ତୁ। ରାଣୀ, ବୀର ପତ୍ନୀ ମୁଖରେ ଏଭଳି ହୀନ ମନ୍ତବ୍ୟ ଶୋଭା ପାଏ ନା। ଏଇ ଶୁଣ ରାଣୀ, ଶତ୍ରୁ ପକ୍ଷର ଘନ ଘନ ତୂର୍ଯ୍ୟନାଦ ମୋର ସୁପ୍ତ ପ୍ରତିହିଂସାକୁ ଜାଗ୍ରତ କରିଦେଉଛି। ତୁମେ ମୋ କପାଳରେ ବିଜୟର ଟୀକା ପିନ୍ଧାଇ ଦିଅ ପ୍ରିୟ। ମୁଁ ଯୁଦ୍ଧ ବିଜୟ ହୋଇ ପୁଣି ତୁମ ନିକଟକୁ ଫେରି ଆସିବି। ଏତେ ବାରଣ ସତ୍ତ୍ୱେ ଯଦି ଏ ଦାସୀର ମିନତି ନ ରଖିଲେ, ତେବେ ଏଇ ରତ୍ନପଲଙ୍କ ଉପରେ ଉପବେଶନ କରନ୍ତୁ ସ୍ୱାମୀ। ନିଜ ହସ୍ତରେ ମୁଁ ଆପଣଙ୍କୁ ଯୁଦ୍ଧ ବେଶରେ ସଜେଇ ଦେବି। ବେଶ, ତୁମର ଇଚ୍ଛା ପୂର୍ଣ୍ଣ ହେଉ। ଶିରେ ପିନ୍ଧାଇ ଦେଲି ଶିରସ୍ତ୍ରାଣ, କଟି ଦେଶରେ ବାନ୍ଧିଲେ କୃପାଣ, ଦକ୍ଷିଣ ସ୍କନ୍ଧେ ବାନ୍ଧିଲେ ତୁଣୀରା, ହସ୍ତେ ଶୋଭା ପାଉଜେ ଧନୁସର। ବକ୍ଷ ଦେଶରେ ଅକ୍ଷୟ କବଚ, ଭେଦି ନ ପାରିବ ଶତ୍ରୁ ନାରାଜ, ଅଙ୍ଗେ ଲେପିଲେ ଅଭୟ ବିଭୂତି, ରଣେ ଛତ୍ରଭଙ୍ଗ ଦେବେ ଅରତି। ବିଜୟର ଟୀକା ଦେଲି କପାଳେ, ସଜା କୁସୁମ ମାଳା ଦେଲି ଗଳେ, ଅଶ୍ରୁ ଜଳରେ ଧୋଇଲି ଚରଣ, ସର୍ବମଙ୍ଗଳଙ୍କୁ କରି ସ୍ମରଣ। ଏଥର ମୋତେ ହସି ହସି ବିଦାୟ ଦିଅ ରାଣୀ। ରାଜକୁମାରୀ ପଦ୍ମା ସହ ଉଆସରେ ନିଶ୍ଚିନ୍ତରେ ଥାଅ। ବିଦାୟ ରାଣୀ, ବିଦାୟ। ହେ ମା ସର୍ବମଙ୍ଗଳ, ସ୍ୱାମୀକୁ ମୋର ସହାୟ ହୁଅ ମା, ସ୍ୱାମୀକୁ ମୋର ସହାୟ ହୁଅ। ସୈନ୍ୟଗଣ, ସମସ୍ତେ ଏକ ସମୟରେ ଆକ୍ରମଣ କର, ଯେପରି କାଞ୍ଚିର ଗୋଟିଏ ହେଲେ ସୈନ୍ୟ ଜୀବିତ ନ ଫେରନ୍ତି। ସେ ସୁଯୋଗ ପାଇବ ନାହିଁ ପୁରୁଷୋତ୍ତମ। କାଞ୍ଚିର ସୈନ୍ୟବାହିନୀ ଏତେ ଦୁର୍ବଳ ନୁହନ୍ତି ଯେ ସମର ପ୍ରାଙ୍ଗଣରୁ ପୃଷ୍ଠଭଙ୍ଗ ଦେଇ ପଳାୟନ କରିବେ। ସେ ପରୀକ୍ଷାର ସମୟ ନିକଟ ହୋଇ ଆସୁଛି କାଞ୍ଚିରାଜ। ମୁଁ ପୁଣି ଥରେ କହୁଛି, ପଦ୍ମାବତୀକୁ ମୁହୂର୍ତ୍ତରେ ଅର୍ପଣ କରିବେ କି ନା? ଆଉ ଥରେ ସେ ଶବ୍ଦ ଉଚ୍ଚାରଣ କଲେ ଦେହଟାକୁ କାଟି ଦୁଇ ଖଣ୍ଡ କରିଦେଇ ପୁରୁଷୋତ୍ତମ। ତୁମ ପରି ଗୋଟା ହୀନ ଅସ୍ପୃଶ୍ୟକୁ କାଞ୍ଚି ରାଜ ଜମା ବିବାହ କରି ନପାରେ। ଆସ୍ପର୍ଦ୍ଧା ତୁମର ସୀମା ଲଙ୍ଘନ କରୁଛି। ତୁମର ସ୍ମରଣ ରଖିବା ଉଚିତ, ତୁମେ କାଞ୍ଚି ନରପତି ପଲ୍ଲବ ସହିତ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛ। ତାହା ମୁଁ ବହୁ ପୂର୍ବରୁ ଜାଣିଛି ମହାରାଜ। ତେବେ କେଉଁ ସାହସରେ ମୋ ସହିତ ଯୁକ୍ତି କରୁଛ? ମୋ ବାହୁର ଶକ୍ତି ତୁମେ କଳନା କରିଛ ପୁରୁଷୋତ୍ତମ? କଳନା କରିବା ପାଇଁ ତ ରଣକ୍ଷେତ୍ରରେ ଉପସ୍ଥିତ ହୋଇଛି। ପୁରୁଷୋତ୍ତମ, ଆପଣଙ୍କ ରକ୍ତ ଚକ୍ଷୁକୁ ମୁଁ ଭୟ କରେ ନା ମହାରାଜ।
ଆପଣ ମୋର ପିତୃତୁଲ୍ୟ। ସେଇଥିପାଇଁ ମୁଁ ଏପର୍ଯ୍ୟନ୍ତ ଆପଣଙ୍କର କଟୁକ୍ତି ସହ୍ୟ କରି ଆସୁଥିଲି। କିନ୍ତୁ ଆଉ ନୁହେଁ, ଯୁଦ୍ଧ ପାଇଁ ଏଥର ପ୍ରସ୍ତୁତ ହୁଅନ୍ତୁ। ତେବେ ଆଗେ ଆସ ଗଜପତି। ଏଥର ଉପାୟ କ'ଣ ପୁରୁଷୋତ୍ତମ? ଏଇ ତୁମ ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଆଶୀର୍ବାଦ, ଏଇ ତୁମ ବାହୁର ଶକ୍ତି, ଏଇ ତୁମ ବିଶାଳ ସୈନ୍ୟବାହିନୀର ରଣକୌଶଳ। ଧିକ ତୁମର ବୀରତ୍ୱକୁ। ଏଇ କେ ଅଛି ରେ? ଆଦେଶ କରନ୍ତୁ ମହାରାଜ। ବନ୍ଦୀ କରି ରଖ ଏହି ବର୍ବର ରାଜାକୁ, ଅନ୍ଧକାର କାରା କକ୍ଷେ ଅନାହାରେ ୟାକୁ ରଖିଦିଅ ଶାସ୍ତି ହେ, ରଖିଦିଅ ଶାସ୍ତି ହେ, କର୍ମ ଫଳ ଭୋଗୁଏ ଦୁର୍ମତି ହେ। ସିଂହ ସଙ୍ଗେ ଶୃଗାଳଟା ଯୁଝିବାକୁ ଆସ, ସିଂହ ସଙ୍ଗେ ଶୃଗାଳଟା ଯୁଝିବାକୁ ଆସ, କରି ଆସିଅଛି ଦେଖ କେଡ଼େ ତା ସାହସ। ବାମନଟା ଚାର ହେ, ବାମନଟା ଚାର ହେ, ଚାନ୍ଦ ଧରିବାକୁ ତୋଳେ କର ହେ। କାଲି ପ୍ରଭାତରୁ ହେବ ୟାର ଶିରଚ୍ଛେଦ, କାଲି ପ୍ରଭାତରୁ ହେବ ୟାର ଶିରଚ୍ଛେଦ। ବନ୍ଦିଶାଳେ ରହି ଏବେ ଗଣୁ ସେ ପ୍ରମାଦ। ଇଷ୍ଟ ଚିନ୍ତା କର ରେ, ଇଷ୍ଟ ଚିନ୍ତା କର ରେ, ଜୀବଜନ୍ତୁ ପତି ଦରବାରରେ। ହାତ ପାତି ଦିଅନ୍ତୁ ଉତ୍କଳ ରାଜା, ଆପଣ ଆମର ବନ୍ଦୀ। ନା, ତା କଦାପି ହୋଇପାରିବ ନାହିଁ। ରାଣୀ, ରାଜପ୍ରାସାଦ ଛାଡ଼ି ତୁମେ ରଣଭୂମିରେ କାହିଁକି? ଆସିଥିଲି ଆପଣଙ୍କର ରଣକୌଶଳ ଦେଖିବା ପାଇଁ। କ'ଣ ଦେଖିଲ? ଦେଖିଲି ଯୁଦ୍ଧରେ ସମସ୍ତ କୌଶଳରେ ଆପଣଙ୍କର ଅସମ୍ଭବ ଦକ୍ଷତା। ଯୁଦ୍ଧ ଜୟୀ ହୋଇ ଆପଣ କାଞ୍ଚି ରାଜ ସିଂହାସନର ମର୍ଯ୍ୟାଦା ରକ୍ଷା କରିଛନ୍ତି। କିନ୍ତୁ ପୁଣି କ'ଣ? ଆପଣ ଉତ୍କଳ ନରସଙ୍କୁ ଏଇଥରକ ପାଇଁ କ୍ଷମା କରିଦିଅନ୍ତୁ ମହାରାଜ। ଆଉ କହିଦିଅନ୍ତୁ ସେ ପୁନର୍ବାର ଯେପରି କାଞ୍ଚି ଆକ୍ରମଣ କରିବାକୁ ସାହସ ନ କରନ୍ତି। କିନ୍ତୁ ପୁରୁଷୋତ୍ତମ ଯେ ମୋର ଶତ୍ରୁ, ପୁଣି ବନ୍ଦୀ। ତାହା ମୁଁ ଅସ୍ୱୀକାର କରୁନି ମହାରାଜ। ଆପଣ ଏଇ ଥରକ ପାଇଁ ତାଙ୍କୁ କ୍ଷମା କରିଦିଅନ୍ତୁ। ଯାଅ ପୁରୁଷୋତ୍ତମ, ଏଇ ଥରକ ପାଇଁ ମୁଁ ତୁମକୁ କ୍ଷମା ଦେଲି। ପୁଣି ଯଦି ବିପ୍ଳବ ଆରମ୍ଭ କର, ତେବେ ମୋର ଶାଣିତ ତରବାରୀ କଦାପି ତୁମକୁ କ୍ଷମା ଦେବ ନାହିଁ। ଯାଅ, ସୈନ୍ୟବାହିନୀ ନେଇ ଏହି ମୁହୂର୍ତ୍ତରେ ଉତ୍କଳ ପ୍ରତ୍ୟାବର୍ତ୍ତନ କର। ଅନୁଗ୍ରହ ପାଇଁ ବହୁତ ଧନ୍ୟବାଦ। ସ୍ୱାମୀ, ପୁରୁଷୋତ୍ତମଙ୍କ ନାମ ଶୁଣିଥିଲେ ମଧ୍ୟ ତାଙ୍କୁ ଦେଖିବାର ସୁଯୋଗ ପାଇନଥିଲି। ଦେଖିଲା ପରେ ତାଙ୍କ ପ୍ରତି ମୋ ହୃଦୟରେ ବାତ୍ସଲ୍ୟ ମମତା ଜାଗି ଉଠୁଛି। ରାଣୀ, ଆମ କନ୍ୟାର ପାଣି ଗ୍ରହଣ କରିବାକୁ ପ୍ରକୃତରେ ସେ ଯୋଗ୍ୟ। ମହାରାଜ, ଆପଣ ତାଙ୍କୁ ସସମ୍ମାନେ ନିମନ୍ତ୍ରଣ କରି ବିବାହର ଆୟୋଜନ କରନ୍ତୁ। କ'ଣ କହିଲ ରାଣୀ? ବିବାହ? ତୁମେ କ'ଣ ଉନ୍ମାଦିନୀ ହୋଇଗଲ? ଶତ୍ରୁକୁ କନ୍ୟାଦାନ କରିବି ମୁଁ? ବାଚାଳତା ବନ୍ଦ କର ରାଣୀ, ତା ନହେଲେ ପତ୍ନୀ ହତ୍ୟା କରିବାକୁ ମୁଁ ବାଧ୍ୟ ହେବି। ତାହା ହିଁ କରନ୍ତୁ ମହାରାଜ, ତାହା ହିଁ କରନ୍ତୁ। ମୁଁ ବଞ୍ଚି ରହି ନିଜ କନ୍ୟାର ଦୁର୍ଦ୍ଦଶା ଦେଖିବାକୁ ଚାହେଁ ନା। ନିଜ ସ୍ୱାମୀଙ୍କର ରକ୍ତପାତ, କାଞ୍ଚିର ନିରୀହ ପ୍ରଜାଙ୍କର ମୃତ୍ୟୁ ଯନ୍ତ୍ରଣା ଦେଖି ମୁଁ କେବେ ଧୈର୍ଯ୍ୟ ଧରି ପାରିବି ନାହିଁ। ସ୍ୱାମୀ, ମୁଁ କେବେ ଧୈର୍ଯ୍ୟ ଧରି ପାରିବି ନାହିଁ। କାଞ୍ଚିର ଭାଗ୍ୟ ଆକାଶରେ ଯେଉଁ କଳା ବାଦଲ ଘୋଟି ଆସିଛି, ତାହା ମୁଁ ସହିପାରୁନି ମହାରାଜ। କ'ଣ ପାଇଁ ଏ ଯୁଦ୍ଧ? କ'ଣ ପାଇଁ ଦୁଇ ରାଜ୍ୟ ମଧ୍ୟରେ ଶତ୍ରୁତା? କ'ଣ ପାଇଁ? ଠିକ୍ ସମୟରେ ତୁମ ପ୍ରଶ୍ନର ଉତ୍ତର ପାଇବ ରାଣୀ। ଏବେ ଉଆସକୁ ଫେରି ଚାଲ। ଆସ ମୋ ସାଙ୍ଗରେ। ହଁ, ତାପରେ କ'ଣ ହେଲା ସଖୀ? ଯୁଦ୍ଧରେ ଗଜପତି ରାଜା ହାରିଯାଇ ମଣିମାଙ୍କ ଦ୍ୱାରା ବନ୍ଦୀ ହେଲେ। ବନ୍ଦୀ ହେଲେ? ହଁ ଯେ ମା, ହେଲେ ରାଣୀମାଙ୍କ ଯୋଗୁଁ ମହାରାଜ ପୁଣି ତାଙ୍କୁ କ୍ଷମା କରିଦେଇଛନ୍ତି। ତୁ ସତ କହୁଛୁ ସଖୀ? ପିତା ତାଙ୍କୁ କ୍ଷମା କରି ଦେଇଛନ୍ତି? ମଲା, ମୁଁ ମିଛ କହୁଛି ନା କ'ଣ? ରାଜ୍ୟ ସାରା ଏକଥା ହୁରି ପଡ଼ିଛି। ତୁମେ ଜାଣ ନା କେମିତି ଯେ? ପୁରୀ ରାଜାଙ୍କୁ ତୁ ଦେଖିଛୁ ସଖୀ? ହଁ ଯେ ମା, କି ସୁନ୍ଦର ତାଙ୍କ ରୂପ, କି ବଳିଷ୍ଠ ତାଙ୍କର ବାହୁ। ତାଙ୍କୁ ଦେଖିଲେ କୋଉ ଯୁବତୀ ଧୈର୍ଯ୍ୟ ଧରିବ କହିଲ? ମହାରାଜ ସିନା ଜିଦ୍ ଧରିଛନ୍ତି, ହେଲେ ଖାସ୍ ତୁମରି ପାଇଁ ପୁରୁଷୋତ୍ତମଙ୍କୁ ବିଧାତା ସୃଷ୍ଟି କରିଛନ୍ତି। ତୁମେ ଦୁହିଁଙ୍କ ଯୋଡ଼ି ଠିକ୍ ମଦନ ଆଉ ରତି ଦେଇ ପଡ଼ି ଜମା ପାଆନ୍ତା। ମୋ ପୋଡ଼ା କପାଳରେ ସେ ସୁଖ ନାହିଁ ଲୋ ସଖୀ। ଚିରଦିନ ହାହାତାଶରେ ଜଳି ପଡ଼ି ମରିବାକୁ ଯାହା ଭାଗ୍ୟରେ ଅଛି
से केउट राजाराणी एबार सौभाग्य लाभ करिब मते उपाय कहि दे सखी मते उपाय कहि दे ताको जदि मु पति रूपे न पाए तेबे सत कहूची मु बंची परिबि नै ए माँ ताको न देखि तो एमिति हेलणी देखिले कौन न होबो जे बुद्धि दिसु नाही सखी सत्य रे माँ मणिमा तुम प्रति अविचार करछंती ता छड़ा गजपति राजा को ठीक कथाटे कहछंती सी कौन कहछन जे कहछंती तुमको नहीं गोटे चांडाळ संगे विवाह देबे ये तांको अंतरर कथा नुहेला सखी पिता तांको चांडाळ कई अपमान देले तो तुम गोटे काम कर जिमा जदि पुरुषोत्तम निकट में मन प्राण सब समर्पी देछ तेबे आउ टिके मन प्राण ढाली से कालिया ठाकुर जगन्नाथ को डाक देखिबो से करुणा कले सब ठीक हो जिवो तू ठीक कहछ सखी मु सही करिबी से कालिया ठाकुर जगन्नाथ को मो मनर कथा जणाइबी तेडी कि मो भाग्य हौ उआस को जिबा आस केते बड़ संध्या होई गलानी हाँ मंत्री बहुबार चेष्टा करिछि हेले निजको निजे सांत्वना दे पारु नाही से दिनर युद्ध विभीषिका एबे भी मो आखि आगरे दिशि जाउछि उत्कलर विशाल सेनाबाहिनी थाउ थाउ मु कांची राजा द्वारा बंदी हेली यह निश्चय प्रभु जगन्नाथंकर अकरुणार फल मंत्री यह निश्चय प्रभु जगन्नाथंकर अकरुणार फल मु एबे कोन करिबि मंत्री
কি করিবি মন্ত্রী মতে বুদ্ধি দিশু নাহি সমরে হারিলি উৎকলর রাজা হই সরিলা মো বড় পণ সিন্ধু জলে হারি দেবী এ পোড়া জীবন মনে পড়ি গলে কাঞ্চি নরপতি কথা ফাটি যায় বুকু মোর ঘুরি যায় মথা পণ রখি ন পারিলি কান্তি রাজ যে মা পাই এ দশা ভোগিলি জগতর নাথ যদি দয়া ন বহিলে কিଣା দাস ঠারে কুট কপট রচিলে ভিকরাজ পণ মোর সিংহ হই হারি গলি শৃগাল পাশর ভিকরাজ পণ মোর ভিকরাজ পণ মোর। ମଣିମା ଆପଣ ହେଉଛନ୍ତି ପୁରୀର ଠାକୁର ରାଜା। ଆପଣଙ୍କ ଇଙ୍ଗିତରେ ବଡ଼ଦାଣ୍ଡରେ ଚାଲେ 3 ରଥ। ଆପଣ ମନପ୍ରାଣ ଢାଳି ସେହି ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଆପଣଙ୍କର ଦୁଃଖ ଜାଣନ୍ତୁ ମହାରାଜ। ଏଥର ଯୁଦ୍ଧରେ ବିଜୟ ଆମର ସୁନିଶ୍ଚିତ। ମୁଁ ସେଇଆ କରିବି ମନ୍ତ୍ରୀ। ଜଗନ୍ନାଥଙ୍କୁ ମୋର ଦୁଃଖ ଜଣାଇବି। ତୁମେ ଯାଅ ପାଟହସ୍ତୀକୁ ପ୍ରସ୍ତୁତ କର। ମୁଁ ଶ୍ରୀମନ୍ଦିରକୁ ଯାତ୍ରା କରିବି। ଯେ ପର୍ଯ୍ୟନ୍ତ ପ୍ରଭୁଙ୍କର କୃପା ଲାଭ ନ କରିଛି ସେ ପର୍ଯ୍ୟନ୍ତ ମୁଁ ତାଙ୍କରି ପାଦପଦ୍ମ ତଳେ ପଡ଼ି ରହିବି। ଆସନ୍ତୁ ମଣିମା, ମୁଁ ସମସ୍ତ ବନ୍ଦୋବସ୍ତ କରୁଛି। ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ୱର ଅବିରାୟ ଭୂତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳ ବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟ କୁଳ ଧୂମକେତୁ ବୀରାଦି ବୀରବର ପ୍ରତାପୀ ଶ୍ରୀ 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 ମହାରାଜ ପୁରୁଷୋତ୍ତମ ଦେବ ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି। ହେ ଜଗତର ନାଥ ଜଗନ୍ନାଥ, ହେ ପତିତ ପାବନ, ହେ କାଳିଆ ଠାକୁର, କାଞ୍ଚି ଜୟ କରିବାକୁ ମୋ ବାହୁରେ ଶକ୍ତି ଦିଅ ପ୍ରଭୁ। ତୁମରି ଆଜ୍ଞାକୁ ଶିରୋଧାର୍ଯ୍ୟ କରି ମୁଁ ପୁଣି କାଞ୍ଚି ଅଭିମୁଖେ ଯୁଦ୍ଧ ଯାତ୍ରା କରିବି। নীলাচল নাথ নীলাদ্রি বিহারী নীলাচল নাথ নীলাদ্রি বিহারী কৃপা কর দিনহীনে করুছি গুহারি
ଯେ ପର୍ଯ୍ୟନ୍ତ ମୁଁ ତୁମର ଆଦେଶ ନ ପାଇଛି ସେ ପର୍ଯ୍ୟନ୍ତ ଏହି ଗରୁଡ଼ ସ୍ତମ୍ଭ ନିକଟରେ ଗୁହାରିଆ ପଡ଼ି ରହିଲି ପ୍ରଭୁ, ଗୁହାରିଆ ପଡ଼ି ରହିଲି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଗରୁଡ଼ ସ୍ତମ୍ଭ ନିକଟରେ ରାଜା ପୁରୁଷୋତ୍ତମ ଗାଢ଼ ନିଦ୍ରାରେ ଅଚେତ। ଅଗ୍ରଜ ବଳରାମ ମଧ୍ୟ ରତ୍ନ ପଲଙ୍କରେ ନିଶ୍ଚିନ୍ତରେ ଶୋଇଯାଇଛନ୍ତି। ହେଲେ ମୁଁ ଶୋଇବି କିପରି? ଭକ୍ତର ଆକୁଳ ପ୍ରାର୍ଥନାରେ ମୁଁ ବିବଶ ହୋଇପଡ଼ୁଛି। ନା, ଆଉ ବିଳମ୍ବ ନ କରି ଅଗ୍ରଜକୁ ଉଠାଇ ସମସ୍ତ କଥା କହିବି। ଅଗ୍ରଜ, ଅଗ୍ରଜ, ଉଠନ୍ତୁ ଅଗ୍ରଜ। ଓହୋ, ରାତି ଅଧ ଯାଏ ତୋ ବଡ଼ ବଡ଼ ଆଖିକୁ ନିଦ ଆସୁନି କିରେ ଜଗନ୍ନାଥ? ଏତେ ରାତି ଯାଏ ଲକ୍ଷ୍ମୀଙ୍କ ଉଆସକୁ ଯାଇନୁ ଯେ? କଣ ପେଟ ପୁରିନି? ଭୋକ ଲାଗୁଛି? ନା ଅଗ୍ରଜ ନା, ଭୋକ ଲାଗୁନି, ଆଖିକୁ ନିଦ ବି ଆସୁନି। ଆମର ପରମ ଭକ୍ତ ଗଜପତି ପୁରୁଷୋତ୍ତମ ପରା ଆମର ଶରଣାପନ୍ନ। ଗରୁଡ଼ ସ୍ତମ୍ଭ ନିକଟରେ ସେ ଆମରି କରୁଣା ଲାଭ ଆଶାରେ ପଡ଼ି ରହିଛନ୍ତି। ରାଜା ପୁରୁଷୋତ୍ତମ, କଣ ହୋଇଛି ତାଙ୍କର? କାଞ୍ଚି ରାଜା ତାଙ୍କୁ ଯୁଦ୍ଧରେ ପରାଜୟ କରି ଅପମାନ ଦେଇଛି ଭାଇ। ହଁ, ଯୁଦ୍ଧରେ ଏକ ପକ୍ଷରେ ପରାଜୟ ହେବାର କଥା, କିନ୍ତୁ ଅପମାନ ଦେବାର କାରଣ? ପୁରୁଷୋତ୍ତମ ଆମ ରଥରେ ଛେରା ପହରା କରନ୍ତି ବୋଲି ତାଙ୍କୁ ଚଣ୍ଡାଳ କହି କନ୍ୟାଦାନ କରିବାକୁ କାଞ୍ଚି ରାଜା ମନା କରିଦେଲେ। କଣ କହିଲୁ ଜଗନ୍ନାଥ? ଆମ ଭକ୍ତକୁ ପୁଣି ଅପମାନ? ଏ କଥା ତୁ ଏପର୍ଯ୍ୟନ୍ତ ମୋତେ ଜଣାଇ ନାଉ କାହିଁକି? ଆପଣ ତ ସାମାନ୍ୟ କଥାରେ ଉତ୍ତେଜିତ ହୁଅନ୍ତି ଭାଇ, ତେଣୁ କଣ କହିଲୁ? ଏଇଟା ସାମାନ୍ୟ କଥା? ଜଗନ୍ନାଥ, ନେଇ ଆମ ହଳା ଯୁଦ୍ଧ। ଆଗାମୀ ପ୍ରଭାତରେ ମୁଁ କାଞ୍ଚି ଯାତ୍ରା କରିବି ଏବଂ ସମଗ୍ର କାଞ୍ଚି ରାଜପ୍ରସାଦକୁ ଉତ୍ପାଟନ କରି ସାଗର ଗର୍ଭରେ ନିକ୍ଷେପ କରିବି। କ୍ରୋଧ ଶାନ୍ତ କରନ୍ତୁ ଅଗ୍ରଜ। ମୁଁ ସ୍ୱୀକାର କରୁଛି ଆପଣଙ୍କ ସମକକ୍ଷ ଯୋଦ୍ଧା ବିଶ୍ୱରେ ନାହାନ୍ତି, କିନ୍ତୁ ଅଗ୍ରଜ, ଏହାଦ୍ୱାରା ଗଜପତିଙ୍କର ବଡ଼ପଣ ରହିବ ତ? ଓ, ତା ବି ଠିକ୍। ତେବେ ତୁ ପୁରୁଷୋତ୍ତମକୁ ସ୍ୱପ୍ନାଦେଶ କର, ସେ ଆଗାମୀକାଲି ପୁନର୍ବାର କାଞ୍ଚି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ। ମୁଁ ନିଜେ କାଞ୍ଚି ଯାତ୍ରା କରିବି, ନିଜେ ଦେଖିବି ଏଥର କିପରି କାଞ୍ଚି ରାଜା ଯୁଦ୍ଧ ଜୟୀ ହେବ। କେବଳ ଆପଣ ନୁହନ୍ତି, ମୁଁ ମଧ୍ୟ ଆପଣଙ୍କ ସାଙ୍ଗରେ ଯିବି ଅଗ୍ରଜ। ତେବେ ଯୁଦ୍ଧ ପରିଚାଳନା କରିବେ ନିଜେ ଆପଣ। ଠିକ୍ ଅଛି, ମୁଁ ହେବି ଏ ଯୁଦ୍ଧର ପ୍ରଧାନ ସେନାପତି। ହଁ, ଦେଖନ୍ତୁ ଅଗ୍ରଜ, ପୁରୁଷୋତ୍ତମ ଯଦି ଯୁଦ୍ଧରେ ଜୟଲାଭ ନ କରନ୍ତି ତେବେ ଆପଣଙ୍କ ପ୍ରତିଜ୍ଞା କେବଳ ପ୍ରତିଜ୍ଞା ହୋଇ ରହିଯିବ। ମୁଁ ତୋ ଭଳିଆ ମନୁଆ ନୁହେଁ ଜଗା, ଯାହା କହେ ସେଇଆ ହିଁ କରେ। ଆପଣ ଧନ୍ୟ ଅଗ୍ରଜ, ନିଜର ବଡ଼ ଠାକୁର ନାମକୁ ଆପଣ ଆଜି ସାର୍ଥକ କରିଛନ୍ତି। ମୁଁ ବର୍ତ୍ତମାନ ଗଜପତିଙ୍କ ନିକଟକୁ ଯାଉଛି। ଆପଣ ଏଥର ବିଶ୍ରାମ ନିଅନ୍ତୁ ଭାଇ, ରାତି ଆହୁରି ଅନେକ ବାକି ଅଛି। ହଉ ଯା, କିନ୍ତୁ ମନେ ରଖ, ପ୍ରଭାତ ପୂର୍ବରୁ ମୋର ନିଦ୍ରା ଭଙ୍ଗ କରିବୁ ନାହିଁ। ନୟନ ଦୁଇଟାରେ ତନ୍ଦ୍ରାର ଅସହାୟ ବେଦନା। ତୁ ଯା, ମୁଁ ଶୋଉଛି। ଭକ୍ତ ପୁରୁଷୋତ୍ତମ, ତୁମ ନିଷ୍ଠାପର ଭକ୍ତିରେ ଆମେ ସନ୍ତୁଷ୍ଟ ହୋଇଛୁ। ତୁମକୁ ମୋର ଆଦେଶ, ଆଗାମୀ ପ୍ରଭାତରୁ ଚତୁରାଙ୍ଗ ବଳ ସାଜି ତୁମେ କାଞ୍ଚି ଅଭିମୁଖେ ଯୁଦ୍ଧଯାତ୍ରା କର। ଏ ଯୁଦ୍ଧରେ ଆମ ଦୁଇ ଭାଇଙ୍କ ଆଶୀର୍ବାଦ ତୁମ ପଛରେ ନିଶ୍ଚୟ ରହିବ। ତୁମେ ହେବ ଯୁଦ୍ଧ ଜୟୀ, ମୂର୍ଖ କାଞ୍ଚି ରାଜାର ଦର୍ପ ଚୂର୍ଣ୍ଣ ହେବ। ଯାଅ, ଏଥର ଉଠି ଶ୍ରୀନଗରକୁ ଫେରିଯାଅ। ଉଠ, ଉଠ ପୁରୁଷୋତ୍ତମ, ଉଠ। ଜଗନ୍ନାଥ, ଜଗନ୍ନାଥ, ଆଉ ଥରେ ଆପଣଙ୍କର ସେହି ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଚତୁର୍ଦ୍ଧା ମୂର୍ତ୍ତି ମୋତେ ଦେଖାନ୍ତୁ ପ୍ରଭୁ। କି କମନୀୟ କାନ୍ତି! ଜମାଟ ଅନ୍ଧାର ଭଳି କଳା ଶ୍ରୀମୁଖ, ବାମ ସ୍କନ୍ଧରେ ଯଜ୍ଞ ପବିତ, ଗଳାରେ କୌସ୍ତୁଭ ମାଳା, କୋଟି ଦେଶରେ ପାଟ ପୀତାମ୍ବର, ରକ୍ତିମ ପଦଯୁଗଳରେ ନୂପୁରର ରୁଣୁଝୁଣୁ ଶବ୍ଦ। ପ୍ରଭୁ ଧନ୍ୟ ହେଲି, ପ୍ରଭୁ ଧନ୍ୟ ହେଲି। ଆପଣଙ୍କ ଆଶିଷରେ ସପ୍ତ ସିଂହର ଶକ୍ତି ମୋ ଶରୀରରେ ଜାଗି ଉଠୁଛି। ଏ ଅକିଞ୍ଚନକୁ କରୁଣା କରି ଆପଣ କୃତାର୍ଥ କରିଦେଇଛନ୍ତି ପ୍ରଭୁ। ଆପଣଙ୍କ ଚରଣରେ କୋଟି କୋଟି ପ୍ରଣାମ ଜଣାଉଛି ପ୍ରଭୁ, କୋଟି କୋଟି ପ୍ରଣାମ ଜଣାଉଛି।
ମହାମନ୍ତ୍ରୀ ଆଦେଶ କରନ୍ତୁ ମଣିମା। ଯୁଦ୍ଧର ସମସ୍ତ ଆୟୋଜନ ହୋଇଛି ତ? ହଁ ମହାରାଜ, ଗଜାରୋହୀ ଅଶ୍ୱାରୋହୀ ପଦାତିକ ଆଦି ସମସ୍ତ ସେନା ପ୍ରସ୍ତୁତ ହୋଇସାରିଛନ୍ତି। କେବଳ ମଣିମାଙ୍କ ଆଦେଶକୁ ସମସ୍ତେ ଅପେକ୍ଷା କରିଛନ୍ତି। ଆଉ ବିଳମ୍ବ କର ନା ମନ୍ତ୍ରୀ, ଏ ହେଉଛି ମାହେନ୍ଦ୍ର ସମୟ। ଶୁଭ ଶଙ୍ଖ ବଜାଇ ଯାତ୍ରା ଅନୁକୂଳ କର। ଏ କେ ଅଛି ରେ? ଶୁଭ ଶଙ୍ଖ ବଜାଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଘୋଳ ଦହି, ବସା ଦହି, ମିଠା ଦହି, କେତେ ପ୍ରକାର ଦହି ନେଇ ଆସିଛି। ଦହି ନେବ ଗୋ ଦହି। ଦହି ନେବ ଦହି ନେବ ଦହି କିଏ ସେ ନେବ। ଦହି ନେବ ଦହି ନେବ ଦହି କିଏ ସେ ନେବ। ପିଇଲେ ମ ଦହି ତରେ, ପିଇଲେ ମ ଦହି ତରେ ପାଟିରୁ ନ ଛାଡ଼ିବ। ଦହି ନେବ ଦହି ନେବ ଦହି କିଏ ସେ ନେବ। ଦହି ନେବ ଦହି ନେବ ଦହି କିଏ ସେ ନେବ। ଦହି ନେବ ଗୋ ଜାତିରେ ମୁଁ ଗଉଡ଼ୁଣୀ ନା ମୋର ମାଣିକ। ଶୁଖିଲାଣି ତଣ୍ଟି ମୋର ଶୁଣ ନା କେହି ଡାକ। ଜାତିରେ ମୁଁ ଗଉଡ଼ୁଣୀ ନା ମୋର ମାଣିକ। ଶୁଖିଲାଣି ତଣ୍ଟି ମୋର ଶୁଣ ନା କେହି ଡାକ। ଟାଇଁ ଟାଇଁ ମାରେ ଖରା ସତେ ମୁଣ୍ଡ ଫାଟିବ। ଟାଇଁ ଟାଇଁ ମାରେ ଖରା ସତେ ମୁଣ୍ଡ ଫାଟିବ। ଚାରିଆଡ଼େ ନିଆଁ ଉଳାଉ ସହି ନ ହେବ। ଦହି ନେବ ଦହି ନେବ ଦହି କିଏ ସେ ନେବ। ଦହି ନେବ ଗୋ ଆଣିଛି ମୁଁ ଘୋଳ ଦହି, ବସା ଦହି ଯତନେ। ପାସରିବ ନାହିଁ ନିଆଁ ପକାଉଥିବ ମନେ। ଆଣିଛି ମୁଁ ଘୋଳ ଦହି, ବସା ଦହି ଯତନେ। ପାସରିବ ନାହିଁ ନିଆଁ ପକାଉଥିବ ମନେ। ସଜ ବସା ଦହି ମୋର ଖଣ୍ଡ ଖଣ୍ଡ ଖାଇବ। ସଜ ବସା ଦହି ମୋର ଖଣ୍ଡ ଖଣ୍ଡ ଖାଇବ। ଆଗେ ଖାଇବ ଯେ ମୋର କଉଡ଼ି ଗଣି ଦେବ। ଦହି ନେବ ଦହି ନେବ ଦହି କିଏ ସେ ନେବ। ଦହି ନେବ ଦହି ନେବ ଦହି କିଏ ସେ ନେବ। ଦହି ନେବ ଗୋ ଦହି। ମଲା ମୋର ସକାଳ ପହର ବୁଲି ବୁଲି ଆସି ଉଦୁଦିଆ ଦ୍ୱିପହର ହେଲା, ଗୋଟିଏ ହେଲେ ଗରାକ ଦେଖାନାହାନ୍ତି। ସକାଳୁ ମଣିଷ କାହା ମୁହଁ ଚାହିଁଥିଲା କେଜାଣି। ଯାଉଛି ଖରାବେଳଟା ଏ ଗଛ ଛାଇରେ ବସି କଟାଇ ଦେବି। ଖରା ମଉଳେ ଗାଁକୁ ଯିବି। ଓହୋ, ଏ ଘୋଡ଼ା ଚଢ଼ି କିଏ ଦୁଇ ଜଣ ଏଇଆଡ଼ିକି ଆସୁଛନ୍ତି। କାଳିଆ ଲୋକ ଜଣକ କଳା ଘୋଡ଼ାରେ ଆଉ ଗୋରା ଲୋକ ଜଣକ ଧଳା ଘୋଡ଼ାରେ ବସିଛନ୍ତି। ଇଏ ନିଶ୍ଚୟ ରାଜାଘର ଲୋକ। ଏମାନେ ଯଦି ମୋ ଦହି କିଣନ୍ତେ ଆଉ ଟିକେ ବଡ଼ ପଟରେ ଡାକେ। ଦହି ନେବ ଗୋ ଦହି, ବସା ଦହି, ଘୋଳ ଦହି, ମିଠା ଦହି,
ଦହି ନେବ ଗୋ ଦହି। ଏଇଠି ଟିକେ ବିଶ୍ରାମ ନେବା ଅଗ୍ରଜ। ଏ ଯେଉଁ ମୁଣ୍ଡ ଫଟା ଖରା ମୋଟେ ଯାଇ ହେବ ନାହିଁ। ଘୋଡ଼ା ଦୁଇଟା ବି ବହୁତ କ୍ଳାନ୍ତ ହେଇ ପଡ଼ିଲେଣି। ନିକଟରେ କେଉଁଠି ତ ଜଳାଶୟ ଦେଖାଯାଉ ନାହିଁ ରେ। ମତେ ବହୁତ ତୃଷା ଲାଗିଲାଣି। ଜଳ କଥା କାହାକୁ ପଚାରିବା? ଏଇ ତ ଜନଶୂନ୍ୟ ପଥ। ଏଇ ଦେଖନ୍ତୁ ଅଗ୍ରଜ, ବୁଢ଼ୀଟିଏ ପସରା ମୁଣ୍ଡେଇ ଏଇ ଆଡ଼କୁ ଆସୁଛି। ତା ପସରାରେ କ'ଣ ଅଛି ପଚାରିଲୁ? ହଉ, ଆପଣ ଏଇ ଗଛ ଛାଇରେ ବସି ଝାଳ ମାରନ୍ତୁ, ମୁଁ ବୁଢ଼ୀକୁ ଡାକୁଛି। ଏଇଠି ମାଉସୀ, ମାଉସୀ ଟିକେ ଶୁଣ। ମତେ ଡାକିଲ ପୁଅ? ଆଉ କ'ଣ ଏ ବଣର ଗଛଲତାଙ୍କୁ ଡାକିଲୁ? ଏଇ ମା, ମୁହଁକୁ ଚାହୁଁ ଚାହୁଁ ଏମିତି କ'ଣ କହୁଛ? କେଡ଼େ ରାଗି ଲୋକଟା ମ। ଖରାପ ଭାବିଲ କି ମାଉସୀ? ତୃଷା କଷ୍ଟରେ ଭାଇ ଟିକେ ବିବ୍ରତ ହୋଇ ପଡ଼ିଛନ୍ତି ତ। ଛାଡ଼, ତୁମ ପସରାରେ କ'ଣ ଅଛି କହିଲ? ମୋ ପସରାରେ କ'ଣ ତ ପସରାରେ ଅଛି? ସ୍ୱର୍ଗର ଅମୃତ। ଏଇ ଗୋରା ଲୋକଟା ଭାରି ରାଗି। ଦହି ଖାଇ ଯଦି ମୁଁ ପଇସା ନ ଦିଏ? କ'ଣ ଭାବୁଛୁ ମାଉସୀ? ଏ ନା ନା, ମୋ ପସରାରେ କ'ଣ ତ ପସରାରେ? ପାଣି ଯଦି ଅଛି କହ, ଶୋଷରେ ତଣ୍ଟି ଶୁଖିଲାଣି। ନା, ପାଣି ନାହିଁ, ଦହି ଅଛି। ଦହି? ଆମକୁ ଶୀଘ୍ର ଦହି ପିଇବାକୁ ଦେ ମାଉସୀ, ଭାରି ଶୋଷ ଲାଗିଲାଣି। ହଁ ଲୋ ମାଉସୀ, ଦହି ପିଇବାକୁ ଆମେ ଦୁଇ ଭାଇ ବହୁତ ଭଲ ପାଉ। ମୋର ଏ ସାନ ଭାଇଟା ପରା ପଡ଼ୋଶୀ ଘରେ ଦହି ଲହୁଣୀ ଚୋରି କରି ଖାଏ ବୋଲି ମାଙ୍କ ଠାରୁ ବହୁତ ଥର ମାଡ଼ ଖାଇଛି। ମୁଁ ସିନା ଚୋରି କରେ, ଭାଇ ପରା ମତେ ଚୋରି କରିବାକୁ ବତେଇ ଦିଅନ୍ତି। ଜଗା, ଆଉ ଚୋରି ଜିନିଷରୁ ଭାଗ ବି ନିଅନ୍ତି। ଏପର୍ଯ୍ୟନ୍ତ ବି ତୋର ବୁଦ୍ଧି ସୁଦ୍ଧି ହେଲା ନାହିଁ। ହଉ ମାଉସୀ, ଆମକୁ ଶୀଘ୍ର ଦହି ପିଇବାକୁ ଦେ, ଭାରି ଶୋଷ। ହଉ, ଦି ଭାଇ ଯାକ ବସ, ମୁଁ ଦହି ମାପ କରିଦେଉଛି। ହଁ, ବସା ଦହି, ଗୋଳ ଦହି, ମିଠା ଦହି, ସବୁ ପ୍ରକାର ଦହି ଅଛି। କି ଦହି ଦେବି? ଯେତେ ଦହି ଅଛି ସବୁ ଦେଇଦେଲ ମାଉସୀ। ଏ ସବୁ ଯାକ? ଯାହା ହେଉ, ଏଭଳି ଗରାକ ଯଦି ମତେ ସବୁଦିନେ ଜୁଟନ୍ତେ, ତେବେ ପସରା ମୁଣ୍ଡେଇ ବାର ଦୁଆରେ ବୁଲିବାକୁ ପଡ଼ନ୍ତା ନାହିଁ। ହଉ, ହାତ ଦେଖାଅ, ମୁଁ ଦହି ଦେଉଛି। ମତେ ଆଗ ଦେ ମାଉସୀ, କାରଣ ମୁଁ ଜ୍ୟେଷ୍ଠ। କିରେ ଜଗା, ବିକଳାଙ୍କ ପରି ମୋ ମୁହଁକୁ ଚାହୁଁଛୁ କ'ଣ? ଟିକେ ରହ, ମୁଁ ପିଇସାରେ। ହଁ ଅଗ୍ରଜ, ଆପଣ ପିଅନ୍ତୁ ନା। ଦେ ମାଉସୀ। କି ଶାନ୍ତି। ଏଥର ତୁମେ ନିଅ ପୁଅ। ଦେ ମାଉସୀ, ଦେ। କି ତୃପ୍ତି। ଭାଇ, ଏଥର ଆପଣ ଖୁସି ତ? ହଁ ରେ ଜଗନ୍ନାଥ, ପ୍ରାଣଟା ରହିଗଲା। ହଉ, ଏଥର ମୋ ଦହି କଉଡ଼ି ଦିଅ, ମୁଁ ଯିବି। ଏକୁଟିଆ ଲୋକ ତ, ଘର ଗୋଟାକର କାମ ପଡ଼ିଛି। ହାଟ ବଜାର ସାରି ଘରେ ପହଞ୍ଚି ରାନ୍ଧି ବାଡ଼ି ଖାଇଲା ବେଳକୁ ରାତି ଅଧ ହେବ। ଦିଲ, କଉଡ଼ି ଗଣ୍ଡାକୁ ଦିଅ। କିରେ ଜଗା, ବୁଢ଼ୀ କଉଡ଼ି ମାଗୁଛି, କ'ଣ କରିବା? ଆପଣ ତ ଜ୍ୟେଷ୍ଠ, ଆପଣ କୁହନ୍ତୁ କ'ଣ କରିବା? ମୋଲା, ପସରାଟା ଯାକ ଦହି ପିଇଗଲ, କଉଡ଼ି ଦେବ? ଏତେ ମୁହଁକୁ ଚାହିଁ ଚାହିଁ ହଉଛ କ'ଣ? ଦିଲ, ପଇସା ଦିଅ। ପଇସା? ପଇସା ତ ଆମ ପାଖରେ ନାହିଁ। କ'ଣ ହେଲା? ପଇସା ନାହିଁ? ଧରମ ଛଡ଼ା 3 ହାଣ୍ଡି ଦହି ଢକ ଢକରେ 2 ଜଣ ଯାକ ପିଇଗଲ। କହୁଛ କ'ଣ ନା ପଇସା ନାହିଁ? ଭଲରେ କହୁଛି, ପଇସା ଦେଇଦିଅ, ନହେଲେ ଗଉଡ଼ୁନି ହାତର। ଦହି ପିଇଲୁ, ଭାରି ଭଲ ଲାଗିଲା। ଦହି ପିଇଛ ସିନା, ଖଡୁ ମୂଷା ଖାଇନ? ଖଡୁମୂଷା ଖାଇଛୁ, ଖାଇଛୁ ମାଉସୀ, ଖାଇଛୁ, ଖୁବ୍ ଖାଇଛୁ। ଆଉ ମୋ ଠାରୁ ବେଶୀ ଖାଇଛି ମୋର ଏ ସାନ ଭାଇ ଜଗାଟା। ହଉ, ଯାହା କରୁଛ କର, ହେଲେ ମୋ ପଇସା ଦେଇଦିଅ। କିରେ ଜଗା, ଆରେ ଠିଆ ହୋଇ ହସୁଛୁ କ'ଣ? ବୁଢ଼ୀକୁ ଟିକେ ବୁଝା। ମୋ ମୁଣ୍ଡରେ କିଛି ପଶୁନି ଭାଇ। ପଶୁନି? ସତିଆ ନାସିଆ। କିଏ ରେ ତୁମେ ଦୁଇଟା ମୁହେ ଲାଗୁନିଆ, କଉଡ଼ି ନ ଖାଇ ଦହି ପିଇଗଲ କିଆଁ। ଗାଳି ଦେ ମାଉସୀ ଲୋ, କଉଡ଼ି ତ ନାହିଁ, ସବୁ ଗାଳି ସହି ଯିବୁ ଆମେ ଦୁଇ ଭାଇ। ଗରିବ ଗୋପାଳୁଣି ମୁଁ ଏହି ମୋ ଜୀବିକା, ପେଶା ମୋର ପ୍ରତିଦିନ ବୁଲି ଦହି ବିକା।
ଆମେ ରାଜାଙ୍କ ସୈନ ଯାଉଅଛୁ କାଞ୍ଚି ପଛରେ ଉତ୍କଳ ଗଜପତି ଆସୁଛନ୍ତି। କହିବି ତାଙ୍କୁ ଏ କଥା ଦିଆଇବି ଶୁଣି ତୁମକୁ ବାଧିବ ନାହିଁ ମୋ ମୁହଁର ଗାଳି। ରଖ ଏହି ରତ୍ନ ମୁଦି ମୋହରି ହସ୍ତର ରାଜାଙ୍କୁ ଦେଖାଇ ନେବୁ ତୋ ଦହିର ମୂଲ୍ୟ। ରାଜାଙ୍କୁ ଦେଖାଇ ନେବୁ ତୋ ଦହିର ମୂଲ୍ୟ। देख माउसी दही पीलु बोली कौड़ी बदल मो सान भाईटा ता हाथर रत्नमुदी बंधा देलानी पुणी गाली देउछु। आमे दुहे परा पुरी राजांक सैनिक जाउछु कांची अभियान रे पछरे मणिमा आसुछंती तांकु ए मुदी देई तो दही कौड़ी नै जिबु। ବାଃ ବାରେ କଜଳପତିଆ ଭଦ୍ର ଲୋକ ଭଲରେ କହୁଛି ମୋ ପଇସା ଦିଅ ମୁଁ ବିଚାରି ଗରିବ ଲୋକ। ଦେଖ ମାଉସୀ ଆମେ ବି ରାଜା ମହାରାଜା ନୁହଁ ସାମାନ୍ୟ ସୈନିକ ପଇସା ଆମ ପାଖରେ ନାହିଁ। ତୁ ରାଜାଙ୍କୁ ଆମ କଥା କହିବୁ ସେ ନିଶ୍ଚୟ ତୋ କଥା ଶୁଣିବେ। ରାଜା ଯଦି ମୋ କଥା ବିଶ୍ୱାସ ନ କରନ୍ତି ताहले हमकु सुली रे चढ़ेबु बुझिलु। चल जगा घोड़ा पिटा। ହଁ ଚାଲିଗଲେ ତ ମୁଁ ଛାଡ଼ି ଦେବି ଆଉ। ଧରମ ଛଡ଼ା ତୋ ମା ତତେ କେମିତି ସମ୍ଭାଳି ଏଡୁଟିଏ କଲା କେଜାଣି। ଦହି ପିଇଲ କଉଠି ଦେବ ସିଧା କଥା। अरे अरे तू तो बड़ अबुझा लोक एते बुझाइला परे भी ଆପଣ ଟିକେ ନୀରବ ରହନ୍ତୁ ଭାଇ। ଦେଖ ମାଉସୀ ତୁମେ ଭାଇଙ୍କ କଥା ଧରନା ସିଏ ସବୁବେଳେ ଏମିତି। ତୁମେ ଏ ମୁଦି ରଖ ଯଦି ରାଜା ତୁମ ଦହି କଉଡ଼ି ନ ଦେବେ ତେବେ ମୁଦିକୁ ବଜାରରେ ବିକ୍ରି କରିଦେବ। ତୁମ ଦହି ମୂଲ୍ୟ ଠାରୁ ଏହାର ମୂଲ୍ୟ ବହୁତ ଅଧିକ। ନିଅ ରଖିଦିଅ। ଏଇଟା ସତରେ ରତନ ମୁଦିଟି? ନାଇଁ ପିତ୍ତଳ ମୁଦି। ଓହୋ ଆପଣଙ୍କୁ କହିଲି ପରା ନୀରବ ରହିବାକୁ। ଥାଉ ମାଉସୀ ଆସନ୍ତୁ ଅଗ୍ରଜ। ରତନ ମୁଦି କେମିତିକା ମୋ ଜୀବନରେ ମୁଁ ଦେଖିନି। ଏଇ ଦୁଇ ଭାଇ ମତେ ଠକି ଦେଇ ଗଲେନି ତ। ହଉ ରାଜା ଆସନ୍ତୁ। ଏ ଘୋଡ଼ାଟା ପଶୁଛି ରାଜା ଆସନ୍ତୁ ନା କଣ? ଜୁହାର ମଣିମା। କିଏ ତୁମେ? ମୋ ନିକଟରେ ତୁମର ପ୍ରୟୋଜନ? ମଣିମା ଜାତିରେ ମୁଁ ଗୌଡ଼ୁଣୀ। ମୋ ନାଁ ମାଣିକ। ଦୁଇ ଜଣ ଲୋକ ମୋ ଠାରୁ ଦହି ଖାଇ କାଞ୍ଚିରାଇଜକୁ ଗଲେ। ପଇସା ମାଗିବାରୁ କହିଲେ ସେମାନେ କୁଆଡ଼େ ମଣିମାଙ୍କ ସୈନିକ। ମୋତେ ଗୋଟେ ମୁଦି ଦେଇ କହିଲେ ଏହାକୁ ରାଜାଙ୍କୁ ଦେଖାଇଲେ ସେ ଦହିର ମୂଲ୍ୟ ଦେବେ। ଦୁଇ ଜଣ ସୈନିକ କହିପାରିବୁ ମାଣିକ ସେମାନେ ଦେଖିବାକୁ କିପରି? ଜଣେ ଗୋରା ଜଣେ କଳା। ଦୁହିଁ କଳା ଧଳା ଘୋଡ଼ାରେ ଗଲେ। ଦେଖିବାକୁ ରାଜା ପୁଅ ଭଳି। କାହିଁ ମାଣିକ ସେ ମୁଦିଟି କାହିଁ? ଏଇ ମୋ କାନିରେ 7 ଗଣ୍ଠି ପକାଇ ବାନ୍ଧିଛି। ଏ ଦେଖନ୍ତୁ ମଣିମା ଲୁହା କି ତମ୍ବା ମୁଦି ଦେଇ ମୋତେ ଠକି ଦେଇନାହାନ୍ତି ତ? ଜଗନ୍ନାଥଙ୍କ ନାମାଙ୍କିତ ରତ୍ନମୁଦ୍ରିକା ପୁଣି ମାଣିକ ଗୌଡ଼ୁଣୀ ହାତରେ। ଧନ୍ୟ ଧନ୍ୟ ତୁ ମାଣିକ। ତୁ ଆଜି ପ୍ରଭୁ ବଳରାମ ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ଦହି ପିଆଇ ଧନ୍ୟ ହୋଇଛୁ। ଏ ହେଉଛି ପ୍ରଭୁ ଜଗନ୍ନାଥଙ୍କ ହସ୍ତର ରତ୍ନମୁଦ୍ରିକା। ଆପଣ ସତ କହୁଛନ୍ତି ମଣିମା? ମୋତେ ଆପଣ ଶାସ୍ତି ଦିଅନ୍ତୁ। ମୂର୍ଖ ମାଇପି ଲୋକ ମୁଁ। ମୋର ବା ବୁଦ୍ଧି କେତେ ନ ଜାଣି ମୁଁ ଠାକୁରମାନଙ୍କୁ ଅନେକ କଟୁ କଥା କହିଛି। ମୋତେ ଶାସ୍ତି ଦିଅନ୍ତୁ ମଣିମା, ମୋତେ ଶାସ୍ତି ଦିଅନ୍ତୁ। କାନ୍ଦନା ମାଣିକ, ପ୍ରଭୁ ତ ସ୍ୱୟଂ ଭାବଗ୍ରାହୀ। ସେ ତୁମ କଥାରେ କଦାପି ରାଗିବେ ନାହିଁ। ମୁଁ ଆଜି ଧନ୍ୟ ହୋଇଛି ମାଣିକ। ତୁମ ଭଳି ଭକ୍ତର ଦର୍ଶନ ଲାଭ କରି ପାପ ନେତ୍ର ମୋର ପବିତ୍ର ହୋଇଛି। ତେଣୁ ତୁମ ନାମ ଅନୁସାରେ ଆଜିଠାରୁ ଏହି ଗ୍ରାମର ନାମ ମାଣିକପାଟଣା ରଖାଗଲା। ଏଇ ମୁଁ ତୁମ ନାମରେ ସନନ୍ଦ ଲେଖି ଦେଉଛି। ଦୂତ ଆଦେଶ କରନ୍ତୁ ମଣିମା। ତୁମେ ଡିଣ୍ଡିମ ପିଟି ଏହି ଗ୍ରାମରେ ଘୋଷଣା କର ଆଜିଠାରୁ ଏହି ମାଣିକପାଟଣାର କୌଣସି କର ରାଜକୋଷକୁ ନ ଯାଇ ଏହି ମାଣିକକୁ ଦିଆଯିବ। ଜୟ ଆଜ୍ଞା ମହାରାଜ। ମୁଁ ଆସୁଛି ମାଣିକ। ଶୁଣ ଶୁଣ ଶୁଣ
उत्कलर गजपति महाराज श्री 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 पुरुषोत्तम देव तांको श्रीशामुरु अनुमति देले कि आज ठारू माणिक गौडुणी नाम अनुसार एई ग्रामर नाम माणिक पाटणा रखागला। एणिकी एई ग्रामर समस्त कर माणिक को दियाजिब या समस्त गोचरार्थे जणाई दियागला। सात जन्मर पुण्य जोगु मु आज कलाधरा ठाकुर दुई को दर्शन कली। मणिमका सुदयरू आज मोर अभाव दूरे गला। महाभाग्यवती मु। हे ठाकुर मोर अज्ञानता पाई मते क्षमा कर दियो प्रभु, मते क्षमा कर दियो। सैन्यगण आक्रमण कर। रे बर्बर पुरुषोत्तम भूलिलु कि पूर्व कथा मनु दयाकरी बंधन मुक्त कली बोली पुनर्बार देलु आसी युद्धर आह्वान। रे निर्लज कांची दरपति रणक्षेत्रे एक पक्ष हारिब अवश्य सेथिपाई मने एते गर्व। আজি रणे गर्व तोर करिबि मुचूर्ण हाय जदि शक्ति उपस्थित हुआ आसी सम्मुख संग्रामे ता नहेले फेरी जाओ रणक्षेत्र छाड़ी। कौन कहलु पुरुषोत्तम फेरी जीवी रणक्षेत्र छाड़ी। सैन्यगण आक्रमण कर। से सुजोग देबी नाही तोते हस्ते मोर थिबा जाय शाणित कृपाण भय नाही जुझिबाकु संगरे तोहर आ रे निर्बोध आ पुरुषोत्तम एथर हाथ पाति दियो कांचीराज तुम्हें मोर बंदी रखी पल्लव को श्रृंखल पिंधाई दियो। जय आज्ञा मणिमा। एथर कुह राजा चांडाल हस्ते कन्या समर्पण करिब कि ना? ना तेबे मु निजे पद्मावती को नहीं एक चांडाल हस्ते टेकी देबी। वीर सह वीरर समर शास्त्र सम्मत किंतु निरीह अबला प्रति ए व्यवहार क्षेत्रर नीति विरुद्ध। किंतु आपणकर स्मरण रखिबा उचित ए समर केवल सही निरीह अबला पई। मंत्री आदेश करंतु महाराज। उआसरु कांची राजजमा पद्मावती को ससम्मान नहीं उत्कल फेरी चलो आउ ताकू एक चांडाल हस्तर अर्पण कर। जाओ नहीं आस पद्मावती को। आदेश शिरोधार्य महाराज। मंत्री जदि मोर हाथटा थोड़ी खुला था। चित्कार करंतु नहीं महाराज। रखी बंदी को नहीं काराकक्ष रख नहीं जाओ मो सम्मुखरु। आसंतु महाराज। रखी हे प्रभु जगन्नाथ अपार तुमर करुणा तुमरी करुणारू मु आज विजयर ध्वजा उड़ाई उत्कल प्रत्यावर्तन करुछि। सावधान गजपति महाराजा छेरा पहरा करने रथरे विजेउचंती। नीलाद्रौ शंख मध्ये शतदल कमले रत्न सिंहासनस्थौ सर्वालंकार युक्तं नवघन रुचिरौ संयुक्तं चाग्रजेन भद्राय वाम भागे रथचरणयुतं ब्रह्मा रुद्रेन्द्रवन्दं देवानां शरमेकं स्वजन परिवृतं ब्रह्म दारु स्मरामि जगन्नाथ स्वामी नयन पथगामी भवतु मे। यही हेउछि उपयुक्त समय
ସୁବର୍ଣ୍ଣ ସମାର୍ଜନୀ ହସ୍ତରେ ରାଜା ବର୍ତ୍ତମାନ ରଥରେ ଚାଣ୍ଡାଳର କାର୍ଯ୍ୟ କରୁଛନ୍ତି। ଏହି ମାହେନ୍ଦ୍ର ମୁହୂର୍ତ୍ତରେ ରାଜାଙ୍କ ଆଦେଶ ପାଳନ କରିବା ମୋର ଉଚିତ ହେବ। ମା ପଦ୍ମାବତୀ, ଆଉ ବିଳମ୍ବ କାହିଁକି? ଯାଅ, ଏହି ସମୟରେ ମହାରାଜାଙ୍କ ଗଳାରେ ବରମାଲ୍ୟ ପିନ୍ଧାଇ ଦିଅ। ଯାଅ। ମହାରାଜ, ଏ ଦାସୀର ବରମାଲ୍ୟ ସ୍ୱୀକାର କରନ୍ତୁ। ପଦ୍ମାବତୀ, ତୁମେ ମୋ ଗଳାରେ ବରମାଲ୍ୟ? ଏହା କରିବାକୁ ତୁମର ସାହସ ହେଲା କିପରି? ମନ୍ତ୍ରୀ, ଅପରାଧ ପାଇଁ ଅଧୀନକୁ କ୍ଷମା କରିବେ ମହାରାଜ। ଆପଣଙ୍କ ଆଦେଶ ପାଳନ କରିବାରେ ଏ ଅଧମ ତ୍ରୁଟି କରିନାହିଁ। ମୁଁ ଆଦେଶ ଦେଇଥିଲି ଏକ ଚାଣ୍ଡାଳ ହସ୍ତରେ ପଦ୍ମାବତୀକୁ ଅର୍ପଣ କରିବା ପାଇଁ। ମୁଁ ତାହା ହିଁ କରିଛି ମଣିମା। ଆପଣଙ୍କ ପରି ଜଣେ ଚାଣ୍ଡାଳକୁ ଉପଯୁକ୍ତ ମନେକରି। ଓ ଧନ୍ୟ ଧନ୍ୟ ତୁମେ ମନ୍ତ୍ରୀ, ବିଚକ୍ଷଣ ତୁମର ବୁଦ୍ଧି, ଚମତ୍କାର ତୁମର ଦୂରଦୃଷ୍ଟି। ପ୍ରକୃତରେ ନିଜର ବୁଦ୍ଧିସାଗର ନାମକୁ ତୁମେ ସାର୍ଥକ କରିଛ। ପଦ୍ମା, ମୋ ଉପରୁ ଅଭିମାନ କାଢ଼ି ନିଅ ପ୍ରିୟ। ଆଜିର ଏହି ପବିତ୍ର ଶ୍ରୀଗୁଣ୍ଡିଚା ଉତ୍ସବରେ ତୁମକୁ ପତ୍ନୀ ରୂପେ ପାଇ ମୁଁ ଧନ୍ୟ ହୋଇଛି। ଚାଲ ଏଥର ଉଆସକୁ ଯିବା। ଏ ଦାସୀର ଅପରାଧ କ୍ଷମା କରିବେ ମଣିମା। ପିତାଙ୍କର ଅପରାଧ ପାଇଁ ତାକୁ କ୍ଷମା କରନ୍ତୁ ମଣିମା। ସେ ବିଚାର ମୁଁ ନିଶ୍ଚୟ କରିବି ପଦ୍ମା। ଯାଅ ମନ୍ତ୍ରୀ, କାଞ୍ଚି ନରସିଂହଙ୍କୁ କାରାମୁକ୍ତ କରି ସସମ୍ମାନେ ଶ୍ରୀନଗରକୁ ନେଇ ଆସ। ସେ ଆସି ତାଙ୍କ କନ୍ୟାର ବିବାହ ଉତ୍ସବ ସମାପନ କରନ୍ତୁ। ମୁଁ ଏହି ମୁହୂର୍ତ୍ତରେ ଚାଲିଲି ମଣିମା। ଜୟ ଗଜପତି ପୁରୁଷୋତ୍ତମ ଦେବଙ୍କର, ଜୟ ନୀଳାଦ୍ରି ବିହାରୀ ପ୍ରଭୁ ଜଗନ୍ନାଥଙ୍କର,